ହାରିବା ହିଁ ଶିଖାଏ ଜିତିବାର ପଥ। ଦୃଢ଼ ସଂକଳ୍ପ ଆମକୁ ନେଇଯାଏ ସଫଳତାର ଶୀର୍ଷକୁ। ଯେ ଜୀବନରେ ଭଲ କର୍ମ କରି ଚାଲନ୍ତୁ, କିଏ ଦେଖୁ ବା ନ ଦେଖୁ, କିନ୍ତୁ ଭଗବାନ ସବୁ ଦେଖୁଛନ୍ତି। ତେଣୁ ନିଜ କର୍ମ ଏବଂ କର୍ତ୍ତବ୍ୟ ଠିକ୍ ସେ କରି ଚାଲନ୍ତୁ। ଦେଖିବେ ଭଗବାନଙ୍କର ହାତ ଆପଣଙ୍କର ମୁଣ୍ଡ ଉପରେ ସବୁବେଳେ ରହିଥିବ। ମହୁମାଛି ଜାଣେ ସେ ସଞ୍ଚୟ କରୁଥିବା ମହୁକୁ କେବେ ଖାଇପାରିବ ନାହିଁ। ତା ପରିଶ୍ରମର ଫଳକୁ ଅନ୍ୟମାନେ ଉପଭୋଗ କରିବେ, ତଥାପି ସେ ତା କର୍ମରେ ଅବହେଳା କରେ ନାହିଁ। ପରୋପକାର ହିଁ ଶ୍ରେଷ୍ଠ ଧର୍ମ। ଯେମିତି କର୍ମକ୍ଷେତ୍ରରେ ଆଜି ଯେ ମାଲିକ, କାଲି ସେ ମୂଲିଆ ଥିଲା। କିଛି ବି କର୍ମକୁ ଛୋଟ ଭାବନ୍ତୁ ନାହିଁ, କାହିଁକି ନା କର୍ମ ଛୋଟ ହେଉ କି ବଡ଼, ତାକୁ ସମ୍ମାନ କଲେ ସେହି କର୍ମ ଦିନେ ଆପଣଙ୍କୁ ରାଜା ବନେଇ ଦେବ, ଯେମିତି ଶ୍ରୀକୃଷ୍ଣ। ପ୍ରତ୍ୟେକ ମଣିଷ କେବେ ସହଜରେ ରାଗେ ନାହିଁ। ନିଜର ଅଧିକାର ସାବ୍ୟସ୍ତ କରିବାକୁ ହେଲେ ନିଜକୁ ବିଶ୍ୱସ୍ତ ବୋଲି ପ୍ରମାଣିତ କରିବେ। ଲୋଭ ତ୍ୟାଗ କରିବେ, ଅବାଧ୍ୟ ହେବେ ନାହିଁ, ଯୁକ୍ତିତର୍କ କରିବେ ନାହିଁ, ଘର କଥା ପଦାରେ ପ୍ରକାଶ କରିବେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।